ବିଲୁଆର ଛୋଟ ଛୋଟ ଛୁଆଙ୍କୁ ଗଣ୍ଡାଟି ତାର ଅତ୍ୟନ୍ତ ଭାରି ପାଦରେ ଚାପିଦେଲା। ତାପରେ ଦି ଜଣଙ୍କର ମୃତ ଶରୀରକୁ ସେ ଜୋର ସେ ଲାତ ମାରି ଅତ୍ୟନ୍ତ ଜୋରରେ ଚିତ୍କାର କଲା। ମୋ ରାସ୍ତାରେ ଯିଏ ବି ଆସେ ତାଙ୍କର ଅବସ୍ଥା ଏଇଆ ହିଁ ହୁଏ। ତାପରେ ସେ ତା ଶକ୍ତିର ପ୍ରଭାବରେ ଅନ୍ଧ ହେଇ ଆଗକୁ ମାଡ଼ି ଚାଲିଲା। ଜଙ୍ଗଲର ବାକି ଛୋଟ ମୋଟ ପଶୁପକ୍ଷୀମାନେ ଏଇ ଦୃଶ୍ୟକୁ ଦେଖୁଥିଲେ, କିନ୍ତୁ ସେମାନେ ସେ ଗର୍ବୀ ଅହଙ୍କାରୀ ଗଣ୍ଡାକୁ ପଦୁଟିଏ ହେଲେ ବି କହିପାରୁନଥିଲେ, କାରଣ ସେମାନେ ଦୁର୍ବଳ ଥିଲେ। ଯଦି ସେମାନେ ଏଥିରେ ହସ୍ତକ୍ଷେପ କରିଥାନ୍ତେ ତେବେ ତାଙ୍କର ଅବସ୍ଥା ବି ଠିକ୍ ସେଇମାନଙ୍କ ପରି ହେଇଥାନ୍ତା। ଯେତେବେଳେ ବିଲୁଆ ଫେରିଲା ସେତେବେଳେ ସବୁ ପଶୁପକ୍ଷୀ ତାକୁ ଘେରିଗଲେ ଆଉ ସବୁ ଘଟଣା ବିସ୍ତାର ରୂପେ କହି ଶୁଣେଇଲେ। ଏ ଘଟଣା ଶୁଣିବା ପରେ ବିଲୁଆ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଲା ଆଉ ସେ ତା ଛୁଆମାନଙ୍କର ମୃତ ଶରୀର ପାଖରେ ବସି ବହୁତ ଜୋରସେ କାନ୍ଦିବାକୁ ଲାଗିଲା। ବାକି ସବୁ ପଶୁପକ୍ଷୀମାନେ ତାକୁ ବୁଝେଇବାକୁ ଚେଷ୍ଟା କରୁଥିଲେ, ତାକୁ ସାନ୍ତ୍ୱନା ଦଉଥିଲେ। ମା ବିଲୁଆଟି ନିଜକୁ ସମ୍ଭାଳିବା ପରେ ତା ଛୁଆମାନଙ୍କର ମୃତ ଶରୀରକୁ ସେ ପୋତି ଦେଲା। ତାପରେ ସେମାନଙ୍କର କବର ଉପରେ ହାତ ରଖି ପ୍ରତିଶ୍ରୁତି ନେଲା, ଯେତେ ପର୍ଯ୍ୟନ୍ତ ସେ ସେଇ ନିର୍ଦ୍ଦୟ ନିଷ୍ଠୁର ଗଣ୍ଡାଠୁ ତା ଛୁଆମାନଙ୍କର ମୃତ୍ୟୁର ପ୍ରତିଶୋଧ ନ ନେଇଛି ସେତେ ଯାଏଁ ସେ ଶାନ୍ତିର ନିଶ୍ୱାସ ବି ନବନି। ଅନ୍ୟ ସବୁ ପଶୁପକ୍ଷୀମାନଙ୍କୁ ଯେତେବେଳେ ବିଲୁଆର ମନୋଭାବ ବିଷୟରେ ଜଣାପଡ଼ିଲା ସେମାନେ ତାକୁ ପ୍ରତିବାଦ କରିଲେ, କିନ୍ତୁ ବିଲୁଆ କାହା କଥା ଶୁଣିଲା ନାହିଁ ଆଉ କହିଲା, ଗଣ୍ଡାଟି ଆଜି ମୋ ଛୁଆଙ୍କ ଉପରେ ଏମିତି ଅତ୍ୟାଚାର କରିଛି, ସେ ତୁମ ଛୁଆଙ୍କ ସହିତ ବି ସେମିତି କରିପାରେ। ଅତ୍ୟାଚାର ଗର୍ବକୁ ଯଥାଶୀଘ୍ର ଧୂଳିସାତ୍ କରିବା ଦରକାର, ନଚେତ୍ ସମୟ ସହିତ ସେ ବଢ଼ି ବଢ଼ି ଚାଲେ। ଯାହାର ଶିକାର ଆମ ଭଳି ନିରୀହ ନିର୍ବଳ ପଶୁମାନେ ହିଁ ହେବା। ମୁଁ ମାନୁଛି ଯେ ସେ ଗଣ୍ଡାଟି ବହୁତ ବଳଶାଳୀ ଆଉ ମୁଁ ଦୁର୍ବଳ। ମୁଁ ଜାଣିଛି ମୁଁ ଲଢ଼େଇ ଦ୍ୱାରା ତା ସହିତ ପ୍ରତିବାଦ କରିପାରିବିନି, କିନ୍ତୁ ମୁଁ ମୋ ବୁଦ୍ଧିର ଉପଯୋଗ କରି ତାକୁ ମାରିବି। ଆଉ ମୁଁ ନିଶ୍ଚିତ ଅଛି ଯେ ମୋ ଭଗବାନ ମୋତେ ସହାୟ ହେବେ ତାକୁ ମାରିବାରେ। ପୁରା ଦିନ ବସି ସେ ବିଲୁଆଟି ଗଣ୍ଡାଠାରୁ ପ୍ରତିଶୋଧ ନେବାର ବିଭିନ୍ନ ଉପାୟ ଖୋଜିବାକୁ ଲାଗିଲା। ବହୁତ ଚିନ୍ତା କଲା। ବହୁତ ସମୟ ଭାବିବା ପରେ ତା ମୁଣ୍ଡକୁ ଏକ ବହୁତ ଭଲ ଉପାୟଟି ଆସିଲା। ସେ ଭାବିଲା ଯେ ଲୁହା ଲୁହାକୁ ହିଁ କାଟେ। ସେ ଭାବିଲା କି ଗଣ୍ଡାର ଗର୍ବକୁ ଗର୍ବରେ ହିଁ ସମାପ୍ତ କରିବା ଦରକାର। ସେ ସମ୍ପୂର୍ଣ୍ଣ ଉପାୟ ନିଜ ମୁଣ୍ଡ ଭିତରେ ପ୍ରସ୍ତୁତ କରିସାରିଥିଲା ଆଉ ଅତି ଉତ୍ସାହର ସହ ସେ ପରଦିନର ଅପେକ୍ଷା କରିଲା। ଦ୍ୱିତୀୟ ଦିନ ସକାଳୁ ସକାଳୁ ଗଣ୍ଡାଟି ବିଲୁଆ ପାଖରେ ପହଞ୍ଚିଗଲା। ଦ୍ୱିତୀୟ ଦିନ ସକାଳେ ବିଲୁଆଟି ଗଣ୍ଡା ପାଖରେ ପହଞ୍ଚିଗଲା ଆଉ ନିଜ ମୁଣ୍ଡକୁ ତଳକୁ କରି କହିଲା, ହେ ଦୁନିଆର ସବୁଠାରୁ ବିଶାଳକାୟ ପ୍ରଭାବଶାଳୀ ଗଣ୍ଡା, ତୁମେ କେତେ ଯେ ପ୍ରଭାବଶାଳୀ, ତୁମେ କେତେ ଯେ ଚତୁର ମୁଁ ତୁମର ମୁଖମଣ୍ଡଳରୁ ହିଁ ଜାଣିପାରିଛି। ତମେ ନିଶ୍ଚିତ ଗୋଟିଏ ଦିନ ପୁରା ଜଙ୍ଗଲର ରାଜା ହେବ। ତୁମେ ଅତ୍ୟନ୍ତ ଶକ୍ତିଶାଳୀ। ସତ କହିବାକୁ ଗଲେ ତମେ ଆମ ଜଙ୍ଗଲର ରାଜା ହେବାର ଉପଯୁକ୍ତ। ଜଙ୍ଗଲର ସବୁ ପଶୁପକ୍ଷୀ ହେଉଛନ୍ତି ମୂର୍ଖ, ଯିଏକି ତତେ ଜାଣିପାରିଲେନି ଆଉ ସେ ମୂର୍ଖ ସିଂହକୁ ନିଜର ରାଜା ମାନୁଛନ୍ତି। ମୁଁ ତୁମକୁ ପ୍ରତିଶ୍ରୁତି ଦେଉଛି ଯେ ସବୁ ପଶୁପକ୍ଷୀ ଦିନେ ନା ଦିନେ ତୁମ ସାମର୍ଥ୍ୟକୁ ଜାଣିପାରିବେ ଆଉ ଦିନେ ନା ଦିନେ ତୁମ ଆଗରେ ସେମାନେ ଆତ୍ମସମର୍ପଣ କରିବେ। ଏତିକି କହିବା ପରେ ବିଲୁଆଟି ତା ମୁଣ୍ଡ ଉପରକୁ ଉଠେଇଲା ଆଉ ପୁନଶ୍ଚ ତା ମୁଣ୍ଡକୁ ତଳକୁ କରି ତାକୁ ତେଲେଇଲା ଭଳି କହିଲା, ଏ ସାରା ଦୁନିଆର ରାଜା, ଏ ମୂଲ୍ୟହୀନ ବିଲୁଆଟିର ନମସ୍କାର ଗ୍ରହଣ କର। ବିଲୁଆଟିର ମୁହଁରୁ ନିଜ ବିଷୟରେ ଏତେ ସବୁ ପ୍ରଶଂସା ଶୁଣିବା ପରେ ଗଣ୍ଡାର ଛାତି ଗର୍ବରେ ଫୁଲି ଉଠିଲା। ସେ ଅତ୍ୟନ୍ତ ଗର୍ବିତ ଅନୁଭବ କଲା ଆଉ ଜୀବନର ପ୍ରଥମ ଥର ତାକୁ ଏମିତି ଅନୁଭବ ହେଲା କି ସତରେ ସେ ଜଙ୍ଗଲର ରାଜା ହେବା ପାଇଁ ଉପଯୁକ୍ତ। ସେ ବିଲୁଆ ଉପରେ ବହୁତ ଖୁସି ହୋଇଗଲା ଆଉ କହିଲା, ହଁ, ମୁଁ ତୁମ ନମସ୍କାରକୁ
स्वीकार कली जेहेतु तमे मते निजर प्रथम राजा बोली घोषित कल सेथिपाई मु तुमको अभिनंदन दउची। एतिकी सुनिबा परे बिलुआटी ता मुहरे एमिति भाव प्रदर्शन कला जहा फलरे गंडाटी को लागिला जे बिलुआ अत्यंत खुशी अछि बोली। बिलुआटी गंडा को बहुत बहुत धन्यवाद देला। किछि दिन बीतीगला। बिलुआटी गंडा ठारू क्षणक पाई भी दूरेई जाई नथिला। से प्रति क्षण गंडाटी को प्रशंसार स्तूपरे पोती पकाउथला। केबे केबे से गंडार अतुलनीय शक्तिर प्रशंसा करे, पुणी केबे केबे तार साहसिकतार। आ जेतबेले से कौनसी उपाय न पाए सेतबेले से ता सिंहर प्रशंसा करे। बिलुआ मुहरु निजर प्रशंसा सुनी गंडा बहुत खुशी होउथला। से बिलुआ उपरे बहुत संतुष्ट थिला। ताकू निजर प्रकृत प्रशंसक आउ विश्वस्त भाविबाकू लागिथिला। एई किछि दिन भितरे बिलुआटी जेते जण पशुपक्षी को जानिथिला तांकू कही गंडाटी को निजर राजा बोली घोषित करई देला। ए सब देखिबा परे गंडाटीर बिलुआ उपरे आहुरी विश्वास होई जाइथिला। जंगलर शिखर रे गोटे बड़ पथरटे थिला। गोटे दिन बिलुआटी गंडाटी को सेई बड़ पथर पाखकू नहीं गला। प्रथमे तो से गंडाटीर प्रशंसा करने को लगिला। और जेतेबेले से जानिबाकू पाइला कि गंडा निजर प्रशंसा सुनी गर्वरे उत्फुल्लित हो जाउची बोली सेतेबेले से कहिला, ए पशुपति, ए बड़ पथर आरपटे आउ गोटे जंगल अछि। केते भलो हबो तमे ए जंगलर राजा सहित ए पथरर आरपटे थिबा जंगलर भी राजा हेई परिबो। सेमिति करिबाकू हेले प्रथमे आमको ए बड़ पथरटी को हटेबाकू पड़िबो। मोर विश्वास अछि जे तमर गोटिए माडरे ए पथरटी चुरमार होई भांगी जिवो। निजर गर्व और अहंकार रे गंडाटी अंध हो जाइथिला। से बड़ पथरटी उपरे गोटे नजर पड़ेला आउ बहुत गर्वर सहित कहला, अरे ए बड़ पथर तो मोर गोटे साधारण माड़े चकमाचूर हो जिवो। मु याठू आहुरी बड़ बड़ पथर भांगी। एतिकी कही गंडाटी से पथर भांगिबा पाई निज सिंह को प्रस्तुत कला। आउ बहुत जोर रे दौड़िकी जाई से बड़ पथर को धक्का मारिला। से पथरटी माड़ हेबा परे गंडा को एमिति लागिला कि जेमिति ता मुंडरे बम फाटिची बोली। ता सिंह से बड़ पथर भितरे पशिबा बदଳରେ ता निज मुंड भितरे पशिगला। ता मुंड फाटी जाइथिला। से तळे पड़ी छटपट हबाकू लागिला। बिलुआटी खुशीर सह झुमी उठी आसिला आउ कहिला, मु सेई दुई निरीह छुआंकर मां जहां को तो निजर शक्तिर गर्वरे अंध होई निज पाद तळे चापी देइथिलु। मु आज मो छुआंकर मृत्युर प्रतिशोध नेई गली। एहा सुनी गंडा से बिलुआ को किछि कहिबाकू चाहिला, किंतु ता जीवन ताकू सहाय हेला आउ से गर्व आउ अहंकार फल पाईगला। पिला माने आमको एइथिरु एहा शिक्षा मिलुछि कि आमे केबे भी गर्व आउ अहंकार करिबा उचित नुहे, काहेकि ना तार परिणाम बहुत खराब हेई थाए जेमिति गंडाटीर हेला।